ମୁଁ ଆଜି କହିବାକୁ ଚାହୁଁଛି କ'ଣ ଡିଫରେନ୍ସ ଆମେ ଇଣ୍ଟରଭ୍ୟୁରେ ଫେସ୍ କରେ ଯେତେବେଳେ ଆମେ ଇଣ୍ଡିଆରେ ଦେଉଛେ ଆଉ ସ୍ୱିଡେନରେ। ମୁଁ ଯେତେବେଳେ ପ୍ରଥମେ ଇଣ୍ଡିଆରେ ଇଣ୍ଟରଭ୍ୟୁ ଦେଇଥିଲି ଯେତେବେଳେ ମୁଁ ଫ୍ରେଶର୍ ଥିଲି, ତ ଫ୍ରେଶର୍ ଇଣ୍ଟରଭ୍ୟୁ ସେତେବେଳେ ହେଉଥିଲା ଫାଷ୍ଟ ଗୋଟେ HR ଜଷ୍ଟ ଗୋଟେ କ୍ୱେରି କରିବ, ତାପରେ ଗୋଟେ ରିଟନ୍ ଟେଷ୍ଟ ଦେବାକୁ ପଡ଼ୁଥିଲା, ତାପରେ ପୁଣି ଆଉ ଥରେ ଗୋଟେ ଟେକ୍ନିକାଲ୍ ବଟ୍ ରାଇଟିଂ କି ସେମାନେ କ୍ୱେଶ୍ଚିନ୍ କରୁଥିଲେ ଭାଇବା ଭଳିଆ ଟେଷ୍ଟ। ତାପରେ ପୁଣି ଆଉ ଗୋଟେ ରାଉଣ୍ଡ ହେଉଥିଲା HRର ରିଏଲ୍ HR କ୍ୱେଶ୍ଚିନ୍ ସବୁ ପଚାରୁଥିଲେ, ତାପରେ ଯାଇକି ଆମର ସିଲେକ୍ସନ୍ ହୋଇଥିଲା। କିନ୍ତୁ ଯେତେବେଳେ ସ୍ୱିଡେନକୁ ମୁଁ ଆସିଲି ସେତେବେଳେ ଇଣ୍ଟରଭ୍ୟୁଟା ବହୁତ ଇଜି, ଆଟ୍ ଦି ସେମ୍ ଟାଇମ୍ ଟିକେ ଡିଫିକଲ୍ଟ ବି ଥିଲା, କାରଣ ଏଇଠି ସେମାନେ ଟେକ୍ନିକାଲ୍ ନଲେଜ୍ ଅପେକ୍ଷା ବେଶୀ ଇମ୍ପୋର୍ଟାନ୍ସ ଦେଉଥିଲେ ଯେ ତୁମେ ଫାଷ୍ଟ ତୁମର ଆଟିଚ୍ୟୁଡ଼୍ କେମିତି କ'ଣ ମାନେ ସେମାନେ ଜଜ୍ କରିବାକୁ ଚେଷ୍ଟା କରୁଥିଲେ ତୁମର ଶିଖିବାକୁ ଇଣ୍ଟରେଷ୍ଟ ଅଛି ନା ନାହିଁ ଫାଷ୍ଟ। ତାପରେ ଯେଉଁ ବି ପ୍ରୋଜେକ୍ଟ କରିଥିବ କି ଲାଷ୍ଟ ସେମିଷ୍ଟରରେ ପ୍ରୋଜେକ୍ଟ ଯେଉଁ ଅଛି ତାକୁ ବି ଭଲକରି ଡେସ୍କ୍ରାଇବ୍ କରିପାରୁଛି ନା ନାହିଁ, ଫଣ୍ଡାମେଣ୍ଟାଲ୍ସ କ୍ଲିଅର୍ ଅଛି ନା ନାହିଁ, ସେଇଟା ବେଶୀ ଇମ୍ପୋର୍ଟାଣ୍ଟ ଦେନ୍ ଜଷ୍ଟ ଡୁଇଂ ସମ୍ ରିଟନ୍ ଟେଷ୍ଟ କରିବା ଅପେକ୍ଷା। ତେଣୁ ଆଉ ତାପରେ ସ୍ମାର୍ଟନେସ୍ରେ ତୁମକୁ କ୍ୱେଶ୍ଚିନ୍ ବି ତୁମେ ଆସ୍କ କରିପାରୁଛ ନା ନାହିଁ, ଆଉ ରିଲେଭେଣ୍ଟ ଆଣ୍ଡ ଭ୍ୟାଲିଡ୍ କ୍ୱେଶ୍ଚିନ୍ ପଚାରୁଛ, ଖାଲି ମନ ଇଚ୍ଛା ଗୋଟେ କ୍ୱେଶ୍ଚିନ୍ ପଚାରିଦେଲେ ହେବନି। ଆଉ ତାପରେ କେମିତି ସୋସିଆଲାଇଜ୍ କରିପାରୁଛ ନା ନାହିଁ, ଲୋକମାନଙ୍କ ସାଙ୍ଗରେ ବସିବା ମ୍ୟାନର୍ସ କେମିତି, ସେଇ ଜିନିଷଟା ଜଜ୍ କରୁଥିଲା। ତ ବେସିକ୍ ଡିଫରେନ୍ସ ଏଇଆ ଥିଲା ଯେ ଟେକ୍ନିକାଲ୍ ଅପେକ୍ଷା ସେମାନେ ତ ଜାଣିଛନ୍ତି ସମସ୍ତେ ଇଞ୍ଜିନିୟର ହେଇକି ବାହାରିଛନ୍ତି, ନିଶ୍ଚିତ ନଲେଜ୍ ଟେକ୍ନିକାଲ୍ ନଲେଜ୍ ଥିବ, କିନ୍ତୁ ତା ସହିତ ତୁମର ଆଟିଚ୍ୟୁଡ଼୍ କେଉଁ ଭଳିଆ ତୁମର ଭାଷା ମାନେ କ୍ଲିଅରଲି କମ୍ୟୁନିକେଟ୍ କରିପାରୁଛ ନା ନାହିଁ, ଇଂଲିଶରେ କମ୍ୟୁନିକେଟ୍ କରିପାରୁଛ, ଯେଉଁ ବି ଲାଙ୍ଗୁଏଜ୍ର କମ୍ୟୁନିକେଟ୍ କରୁଛ କ୍ଲିଅରଲି ତୁମ ଯାହା କହିବାକୁ ଚାହୁଁଛ ସେଇଟା କହିପାରୁଛ ନା ନାହିଁ, ସେଇ ଜିନିଷଟା ବହୁତ ଇମ୍ପୋର୍ଟାଣ୍ଟ। ଏଇ ଦୁଇଟା ଜିନିଷ ଉପରେ ସବୁବେଳେ ଫୋକସ୍ କରିବା ଦରକାର କି ତୁମେ ପଜିଟିଭ୍ ଆଟିଚ୍ୟୁଡ଼୍ ରଖିଛ, ଯାହା ବି ଜାଣିନ ସେଇଟା କ୍ଲିଅରଲି କହିଦେଉଛ ଯେ ମୁଁ ଏଇ ଜିନିଷଟା ଜାଣିନି କିନ୍ତୁ ଇଣ୍ଟରେଷ୍ଟ ଅଛି ଶିଖିବାକୁ। ସୋ ସେଇ ଜିନିଷଟା ଇମ୍ପୋର୍ଟାଣ୍ଟ। ତ ଦ୍ୟାଟ୍ସ ହ୍ୱାଟ୍ ଇଜ୍ ଇମ୍ପୋର୍ଟାଣ୍ଟ ଆମର କମ୍ୟୁନିକେସନ୍ ସ୍କିଲ୍ରେ।